ସମସ୍ତଙ୍କୁ ଖ୍ରୀଷ୍ଟୀୟ ପ୍ରେମରେ ମୋର ନମସ୍କାର। ପ୍ରିୟ ମୋର ଭାଇ ଆଉ ଭଉଣୀମାନେ, ଯୀଶୁଖ୍ରୀଷ୍ଟ କହୁଛନ୍ତି, ମୋତେ ପ୍ରଭୁ ପ୍ରଭୁ ବୋଲି ଡାକନ୍ତି, ସମସ୍ତେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବେ ନାହିଁ। କେଉଁମାନେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବେ? ନା ଯେଉଁମାନଙ୍କ ଅନ୍ତରରେ ପ୍ରକାଶିତ ବାକ୍ୟର ଗୀତ ଥିବ। ପ୍ରକାଶିତ ବାକ୍ୟର ଗୀତ କ'ଣ? ନା ସେ ପ୍ରକାଶନର ବାକ୍ୟ, ସେ ଭାବବାଣୀ ପୂର୍ଣ୍ଣତାର ବାକ୍ୟ। ଆଉ ଯେଉଁମାନେ ସେଇ 1,44,000 ଆଉ ଅସଂଖ୍ୟ ଶୁକ୍ଳ ବସ୍ତ୍ର ପରିହିତ ଜନତା ମଧ୍ୟରେ ଥିବେ, ଯେଉଁମାନେ ଈଶ୍ୱରଙ୍କର ଉନ୍ମୁକ୍ତ ବାକ୍ୟରେ ମୁଦ୍ରାଙ୍କିତ ହୋଇଥିବେ, ଆଉ ଯେଉଁମାନେ ସ୍ତ୍ରୀ ସଂସ୍ପର୍ଶରେ ଆସିନଥିବେ। ସ୍ତ୍ରୀ ସଂସ୍ପର୍ଶରେ ଆସିନଥିବେ ମାନେ କ'ଣ? ଭଣ୍ଡ ପାଳକ, ଭଣ୍ଡ ଭବିଷ୍ୟତ ବକ୍ତା ମାନଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିନଥିବେ, ଯେଉଁମାନେ ଜୟକାରୀ ହେଇଥିବେ, ସେଇମାନେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବେ। ଏଟା ଲେଖାଯାଏ ପ୍ରକାଶିତ ବାକ୍ୟ 14:1 ଆମେ ପଢ଼ିବା। ତତ୍ପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ସିୟନ ପର୍ବତ ଉପରେ ମେଷ ଶାବକ, ଆଉ ଯେଉଁମାନଙ୍କ କପାଳରେ ତାହାଙ୍କ ନାମ ଓ ତାହାଙ୍କ ପିତାଙ୍କ ନାମ ଲିଖିତ ଥିଲା, ଏପରି 1,44,000 ଲୋକଙ୍କୁ ତାହାଙ୍କ ସହିତ ଦଣ୍ଡାୟମାନ ଥିବାର ଦେଖିଲି। ପୁଣି ମୁଁ ସ୍ୱର୍ଗରୁ ବହୁ ଜଲକଲ୍ଲୋଳ ଓ ମହାବଜ୍ରନାଦ ତୁଲ୍ୟ ଗୋଟିଏ ସ୍ୱର ଶୁଣିଲି। ଯେଉଁ ସ୍ୱର ମୁଁ ଶୁଣିଲି ତାହା ବୀଣା ବାଦ୍ୟକାରୀମାନଙ୍କ ବୀଣାର ଶବ୍ଦ ପରି। ସେମାନେ ସିଂହାସନ, ଚାରି ପ୍ରାଣୀ ଓ ପ୍ରାଚୀନମାନଙ୍କ ସମ୍ମୁଖରେ ଗୋଟିଏ ନୂତନ ଗୀତ ଗାନ କଲେ। ସେଇ ନୂତନ ଗୀତ ଲେଖା ହେଇଛି, ପୁଣି ପୃଥିବୀରେ କ୍ରୀତ ସେଇ 1,44,000 ଲୋକଙ୍କ ବିନା ଆଉ କେହି ସେ ଗୀତ ଶିଖିପାରିଲେ ନାହିଁ। ଏ ଭାବବାଣୀ ପୂର୍ଣ୍ଣତାର ବାକ୍ୟ, ଏ ପ୍ରକାଶନର ବାକ୍ୟ ଆମକୁ ଏ ହୃଦୟରେ ରଖିବାର ଅଛି। ତାହେଲେ ଆମେ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହୋଇପାରିବା। ତାପରେ ଲେଖାଯାଏ, ସେମାନେ ସ୍ତ୍ରୀ ସଂସ୍ପର୍ଶରେ ଆପଣା ଆପଣାକୁ କୁଳସିତ କରିନଥିଲେ। ମାନେ କ'ଣ? ସ୍ତ୍ରୀର ଅର୍ଥ ହେଲା ଜଣେ ପାଳକଙ୍କୁ ବୁଝାଏ। କେଉଁ ପାଳକ? ନା ଯେଉଁ ପାଳକ ଆଉ ଭଣ୍ଡ ଭବିଷ୍ୟତ ବକ୍ତା, ଭଣ୍ଡ ପାଳକ, ସେମାନଙ୍କର ମିଥ୍ୟା ଶିକ୍ଷାରେ ଯେଉଁମାନେ ଆସିନଥିବେ, ଯେଉଁମାନେ ଜୟକାରୀ ହେଇଥିବେ ଏମାନଙ୍କଠୁ, ସେଇମାନେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବେ। ଲେଖାଯାଇଛି, ମେଷ ଶାବକ ଯେକୌଣସି ସ୍ଥାନକୁ ଗମନ କରନ୍ତି, ସେ ସ୍ଥାନକୁ ସେମାନେ ତାହାଙ୍କ ଅନୁଗାମୀ ହୁଅନ୍ତି। ସେମାନେ ଈଶ୍ୱର ଓ ମେଷ ଶାବକଙ୍କ ଉଦ୍ଦେଶ୍ୟରେ ପ୍ରଥମଜାତ ଫଳ ସ୍ୱରୂପେ ମନୁଷ୍ୟମାନଙ୍କ ମଧ୍ୟରୁ କ୍ରୀତ ହୋଇଅଛନ୍ତି। ଲେଖାଯାଇଛି, ସେମାନଙ୍କ ମୁଖରେ କୌଣସି ମିଥ୍ୟା କଥା ନାହିଁ। ଆମକୁ ଏଇ ପ୍ରକାଶିତ ବାକ୍ୟ, ପୂର୍ଣ୍ଣତାର ବାକ୍ୟକୁ ହୃଦୟରେ ରଖିବାର ଅଛି। ସେ ଉନ୍ମୁକ୍ତ ବାକ୍ୟ ଦ୍ୱାରା ଆମକୁ ମୁଦ୍ରାଙ୍କିତ ହେବାର ଅଛି, ଆମକୁ ଅମଳୀକୃତ ହେବାର ଅଛି, ଆମକୁ ପଞ୍ଜୀକୃତ ହେବାର ଅଛି। ତେବେ ଆମେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିପାରିବା। ଏଠି ଲେଖାଯାଏ ପ୍ରକାଶିତ ବାକ୍ୟ 21ରେ ଲେଖା ହେଇଛି 3ରେ, ଆଉ ମୋ ସିଂହାସନ ମଧ୍ୟରୁ ଗୋଟିଏ ମହାଶବ୍ଦ ଏହା କହିବାର ଶୁଣିଲି, ଦେଖ, ମନୁଷ୍ୟମାନଙ୍କ ମଧ୍ୟରେ ଈଶ୍ୱରଙ୍କ ବାସସ୍ଥାନ ଅଛି। ସେ ସେମାନଙ୍କ ସହିତ ବାସ କରିବେ, ଆଉ ସେମାନେ ତାହାଙ୍କ ଲୋକ ହେବେ। ପୁଣି ଈଶ୍ୱର ସ୍ୱୟଂ ସେମାନଙ୍କ ସଙ୍ଗରେ ରହିବେ ଓ ସେମାନଙ୍କ ଚକ୍ଷୁର ସମସ୍ତ ଅଶ୍ରୁଜଳ ପୋଛିଦେବେ। ଶୋକ କି କ୍ରନ୍ଦନ କି ବ୍ୟଥା ଆଉ ହେବ ନାହିଁ, ମୃତ୍ୟୁ ଆଉ ଘଟିବ ନାହିଁ, କାରଣ ପୂର୍ବ ବିଷୟ ସବୁ ଲୋପ ପାଇଅଛି। ସେଥିପାଇଁ ଆମକୁ ଏ ପ୍ରକାଶନର ବାକ୍ୟ, ଯାହା ଯୀଶୁଖ୍ରୀଷ୍ଟ ଏଇ ଯୁଗାନ୍ତ ସମୟ ପାଇଁ ଆମକୁ ପ୍ରଦାନ କରିଛନ୍ତି, ଏ ବାକ୍ୟରୁ ଆମକୁ ମୁଦ୍ରାଙ୍କିତ ହେବାର ଅଛି। ଆମକୁ ସେ ଭଣ୍ଡ ପାଳକ, ଭଣ୍ଡ ଭବିଷ୍ୟତ ବକ୍ତା, ତାଙ୍କର ମିଥ୍ୟା ଶିକ୍ଷାଠୁ ଆମକୁ ବାହାରିବାର ଅଛି। ଆଉ ସେ ପର୍ବତମାଳା ପାଖକୁ ଯିବାର ଅଛି, ଯେଉଁ ପର୍ବତମାଳାରେ ପ୍ରକୃତ ପାଳକ, ସତ୍ୟ ପାଳକ ଅଛନ୍ତି, ଯେଉଁଠି 1,44,000 ଲୋକ ଅଛନ୍ତି, ଆଉ ଅସଂଖ୍ୟ ଜନତା ଶୁକ୍ଳ ବସ୍ତ୍ର ପରିହିତ ଅଛନ୍ତି, ଯେଉଁଠି ମେଷ ଶାବକ ଅଛନ୍ତି।
ଆମେ ସେଇଠି ପ୍ରବେଶ କରିବାର ଅଛି ସମସ୍ତଙ୍କୁ। ପ୍ରେଜ୍ ଦ ଲର୍ଡ।